ପୁଣି ଦେଖିବା ଯେ କୌଣସି ଭାଇ ଭଉଣୀର ଯଦି ମୀନ ରାଶିରେ ମଙ୍ଗଳ ରହନ୍ତି ତାହେଲେ ସେ କ'ଣ ଫଳ ଦେବେ। ଦ୍ୱାଦଶ ଭାବ ଅବଶ୍ୟ ମିତ୍ର କ୍ଷେତ୍ର, କିନ୍ତୁ ଭାବ ଦ୍ୱାଦଶ ଟିକେ ଫଳ ଭଲ ସେତେ ଆସିବ ନାହିଁ। ମଙ୍ଗଳ ପ୍ରତି ଶୁଭଫଳ ଦିଏ ନାହିଁ। ଆପଣ ମିଥ୍ୟା ବଦନାମର ଶିକାର ହେବାକୁ ପଡ଼ିବ। ଆପଣଙ୍କ ପ୍ରକୃତି ମଧ୍ୟ ନୀଚ ହୋଇପାରେ। ପତ୍ନୀ ସହ ସମ୍ପର୍କ ଉତ୍ତମ ରହିବ ନାହିଁ। ପତ୍ନୀ ସୁଖରେ ନ୍ୟୁନତା ଦେଖାଯିବ। ପତ୍ନୀ ସୁଖରେ ନ୍ୟୁନତା ଦେଖାଯିବା ଯୋଗ ରହିଛି। ତଥାପି ଆପଣ ପୁତ୍ର ଧନ ସମ୍ପତ୍ତିରେ ସୁଖୀ ହେବେ। 24 ବର୍ଷ ପରେ ଆପଣଙ୍କ ପୁତ୍ର 24 ବର୍ଷ ପରେ ଭଲରେ ରହିବ। ପ୍ରଥମ ପୁତ୍ର ପରେ ଆପଣଙ୍କ ଭାଗ୍ୟବୋଧ ହେବ। କ୍ରୋଧୀ ସ୍ୱଭାବର ଅଳ୍ପ ଟିକେ କ୍ରୋଧୀ ସ୍ୱଭାବର ହେବେ। ନିଜ ମନ ଇଚ୍ଛାରେ ରହିବା ପାଇଁ ସର୍ବଦା ଚିନ୍ତା କରିବେ। ଗୁରୁ ବ୍ରାହ୍ମଣଙ୍କୁ ସମ୍ମାନ ଆପଣ ଦିଅନ୍ତି ଏବଂ ଦେବେ। ଆପଣ ଚରିତ୍ର ବା ଦରିଦ୍ର ଅବସ୍ଥାରୁ ଧନବାନ ହୋଇଯିବେ ନିଶ୍ଚିନ୍ତ। ଦୈବିକ କୃପା ଆପଣଙ୍କ ଉପରେ ପଡ଼ିବ। ଆପଣଙ୍କ ବାହୁରେ ଆଘାତ ବା ବିକଳାଙ୍ଗ ହେବାର ଯୋଗ ରହିଛି। ଆପଣଙ୍କ ଧନ ବେକାର ଜିନିଷ କ୍ରୟ କରିବାରେ ନଷ୍ଟ ହେବ ନାହିଁ। ଯେତିକି ଆବଶ୍ୟକ ସେତିକି, ଚୁନା ଯେତିକି ପିଠା ସେତିକି। ଏଇଟା ଆପଣଙ୍କର ଜନ୍ମଗତ ସ୍ୱଭାବ। କିଛି ଅସୁବିଧା ବିଶେଷ ନାହିଁ। ଯଦି ଅସୁବିଧା ଅନୁଭବ କରୁଛନ୍ତି ତାହେଲେ ଆମର ଉଗ୍ରତାରଙ୍କ ପାଖରେ ଟିକେ ପୂଜା ଅର୍ଚ୍ଚନା କରିବେ, କିମ୍ବା ହନୁମାନ ପାଖରେ ପୂଜା ଅର୍ଚ୍ଚନା କରିବେ, କିମ୍ବା ଆମର ଶିବ ମନ୍ଦିରରେ ଟିକେ ପୂଜା ଅର୍ଚ୍ଚନା କରିବେ। କଲେ ଯଦି ଦ୍ୱାଦଶରେ ମଙ୍ଗଳ ଥିବ ତାହେଲେ ଟିକେ ଶୁଭଫଳ ଆସିବ। କିମ୍ବା ଯଦି କିଛି ନ କରିପାରିବେ ସବୁ ମଙ୍ଗଳବାର ଦିନ ଟିକେ ପିମ୍ପୁଡ଼ିକି ଚିନି ଖାଇବାକୁ ଦେବେ। ସାଧା ପ୍ରତିକାର ଏତିକି କଲେ ଟିକେ ଶୁଭଫଳ ଆସିବ। ହରି ଓମ୍ ତତ୍ସତ୍।